ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ଅଧିକ ସମ୍ଭୋଗ କରିବାକୁ ପସନ୍ଦ କରିଥାନ୍ତି ତେବେ ସେମାନଙ୍କୁ ଦେଖିବାରୁ ଜଣାପଡ଼ି ଯାଇଥାଏ କି ଯେ ଏଇଟା ଦବ ଗେହିତେ ବୋଲି। ସାଇକୋଲୋଜି କହିଥାଏ ଯଦି ଆପଣ କୌଣସି ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସେହି ମହିଳାମାନଙ୍କର ପ୍ରଶଂସା କରିବାକୁ ପଡ଼ିବ ଓ ତାଙ୍କ ଭାବନାକୁ ବୁଝିବାକୁ ପଡ଼ିବ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ସାମ୍ନାରେ ଅନ୍ୟ କେଉଁ ପୁରୁଷର ପ୍ରଶଂସା କରିବାକୁ ଲାଗନ୍ତି ତେବେ ବୁଝିଯାଆନ୍ତୁ କି ସେ ଆପଣଙ୍କୁ ଧୋକା ଦେଉଛନ୍ତି ବୋଲି। ସାଇକୋଲୋଜି କହିଥାଏ ଗୋଟେ ସ୍ତ୍ରୀ ଏମିତି ପୁରୁଷକୁ କେବେ ବି ଛାଡ଼ିପାରି ନଥାଏ ଯେଉଁ ପୁରୁଷ ତାଙ୍କର କାମ ବାସନାକୁ ଶାନ୍ତ କରିଥାଏ। ସାଇକୋଲୋଜି କହିଥାଏ ବିଛଣା ଉପରେ ଯେଉଁ ମହିଳା ଡେରିରେ ଗରମ ହୋଇଥାନ୍ତି ତେବେ ବୁଝିଯାଆନ୍ତୁ କି ସେ ସେହି ସବୁ ମାମଲାରେ ବହୁତ ଅନୁଭବୀ ହୋଇଥାନ୍ତି। ସାଇକୋଲୋଜି କହିଥାଏ ଶୃଙ୍ଗାର କରୁଥିବା ଝିଅମାନଙ୍କ ତୁଳନାରେ ସଂଘର୍ଷ କରୁଥିବା ଝିଅମାନେ ଅଧିକ ସୁନ୍ଦର ଲାଗିଥାନ୍ତି। ସାଇକୋଲୋଜି କହିଥାଏ ଯେତେବେଳେ ଗୋଟେ ଝିଅ ତା ନିଜ ମୋବାଇଲରେ ଫିଙ୍ଗର ଲକ୍ ଓ ପାସୱାର୍ଡ଼ ଲଗାଇ ନଥାଏ ସେତେ ପର୍ଯ୍ୟନ୍ତ ଝିଅର ଜୀବନ ଓ ମାତା ପିତାଙ୍କ ସମ୍ମାନ ସୁରକ୍ଷିତ ଥାଏ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ କଥା କଥାରେ ଓ ଆଖିରେ ଲାଜ କରିଥାଏ ତେବେ ସେହି ସ୍ତ୍ରୀ ଲୋଭୀ ଓ ଆତ୍ମଗର୍ବୀ ହୋଇଥାଏ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ସବୁ ସମୟରେ କାନ୍ଦିବାର ଅଭିନୟ କରିଥାଏ ତେବେ ସେହି ସ୍ତ୍ରୀଠାରେ ଧୋକା ଦେବାର ସମ୍ଭାବନା ସବୁଠାରୁ ଅଧିକ ଥାଏ।